ଅପେକ୍ଷାର ଅନ୍ତ ଘଟିଲା। ମ୍ୟାଟ୍ରିକ୍ ରିଜଲ୍ଟ ପ୍ରକାଶ ପାଇଲା। କେଉଁ ଦିନ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରିଜଲ୍ଟ ବା 10th ରିଜଲ୍ଟ? ତ ଯେମିତିକି ମାର୍ଚ୍ଚ 6 ତାରିଖରେ ଆମର ଯେଉଁଟା ମ୍ୟାଟ୍ରିକ୍ ପରୀକ୍ଷାର କ'ଣ ନା ଶେଷ ଏକ୍ଜାମ୍ ଥିଲା ବା ସରିଥିଲା। ଆଉ ମାର୍ଚ୍ଚ 18ରେ ଆମ କ'ଣ ଷ୍ଟାର୍ଟ ହେଇଥିଲା ନା ଖାତା ଦେଖା। ତ ଏ ବର୍ଷ ଯେମିତିକି ବୋର୍ଡ଼ ଅଫ୍ ସେକେଣ୍ଡାରୀ ତରଫରୁ ସୂଚନା ମିଳିଛି କି ବହୁତ ଶୀଘ୍ର ତୁମ ରିଜଲ୍ଟଟା ପ୍ରକାଶ ପାଇବ। ଆଉ ଡେଟ୍ ବି ଆନାଉନ୍ସମେଣ୍ଟ କରିଦେଇଛନ୍ତି। ତାହା ମୁଁ ଏ ଭିଡ଼ିଓରେ କହୁଛି। ଦେଖ କେଉଁ ଦିନ ବାହାରିବ, ବହୁତ ଶୀଘ୍ର ବାହାରିବ ପିଲାମାନେ। ଆଉ କହି ରଖେ ଏମିତି ଇନଫର୍ମେସନ୍ ଭିଡ଼ିଓ ନେଇକି ଆସୁଥିବି। ଚ୍ୟାନେଲଟା ସବସ୍କ୍ରାଇବ୍ କରିଦେବ, ଲାଇକ୍ଟା ଦବାଇ ଦେବ ପିଲାମାନେ। ଓକେ, ତ ପିଲାମାନେ ଡେଟ୍ଟା କହି ରଖେ ମୁଁ ନା କାହିଁକି ବିଳମ୍ବ ଘଟୁଥିଲା ଫାଷ୍ଟ କହି ରଖେ, ତାପରେ ଡେଟ୍ଟା ମୁଁ କହିଦେବି। ତ ପିଲାମାନେ ବିଳମ୍ବ ଘଟୁଥିଲା କି ତୁମର ଯେଉଁଟା ବି ଏକ୍ଜାମ୍ ଦେଲା ପରେ ଖାତା ଦେଖା ଶୀଘ୍ର ଆରମ୍ଭ ହୋଇଗଲା। ଖାତା ଦେଖିବା ପରେ ଯେଉଁଟାକି ଆମ ଏଭଲ୍ୟୁସନ୍ ହୁଏ, ତୁମର ନାମ ଠିକ୍ ଅଛି, ତୁମ ଯେମିତିକି ରହିଲା ତୁମ ବୋର୍ଡ଼ଟା ଠିକ୍ ଅଛି, କେଉଁ ବୋର୍ଡ଼ ତୁମେ ଏକ୍ଜାମ୍ ଦେଇଛ, ଆଉ ରହିଲା ତୁମ ପିନ୍ଟା ଠିକ୍ ଅଛି କି ନାହିଁ ଦେଖନ୍ତି। ବାପା ମାଆଙ୍କ ନାଁ ଆଉ ଠିକଣା ସବୁକୁ କଲା ପରେ ତୁମର କ'ଣ ହୁଏ ନା ତୁମଟା ବାହାରେ, ଆଉ ସିରିଏଲ୍ ୱାଇଜ୍ ବାହାରେ। ଓଡ଼ିଶାରେ ଯେତେ ବି ମ୍ୟାଟ୍ରିକ୍ ଏକ୍ଜାମ୍ ଦେଇଛନ୍ତି ସମସ୍ତଙ୍କୁ ସିରିଏଲ୍ ହିସାବ ବାହାରେ। ସେଥିପାଇଁ ତୁମେ ୱେବସାଇଟ୍ ଯାଇକି ନିଜର ଯେମିତିକି ଦେଖିପାର ଡାଇରେକ୍ଟ। ସେଥିପାଇଁ ବିଳମ୍ବ ହେଉଥିଲା। ଆଉ ରହିଲା ଶେଷ କଥା କି କାହିଁକି ଏତେ ଶୀଘ୍ର ବାହାରୁନି ଏକ୍ଜାମ୍ ରିଜଲ୍ଟ, ତାହା ମୁଁ କହି ରଖିଛି ନା ମାର୍ଚ୍ଚ 5ରେ ସେମାନେ କହିଥିଲେ ନା ଏବେ କହୁଛନ୍ତି ନା ମାର୍ଚ୍ଚ 5ରେ ହିଁ ରିଜଲ୍ଟଟା ପ୍ରକାଶ ପାଇବ। ଆଗରୁ ବି କହୁଥିଲେ, ଏବେ ବି କହୁଛନ୍ତି ମାର୍ଚ୍ଚ 5ରେ କ'ଣ ରିଜଲ୍ଟଟା ପ୍ରକାଶ ପାଇବ। ଓକେ, ଆଉ ରହିଲା ତାପରେ ବି ହେଇପାରେ ବା ପୂର୍ବରୁ ବି ହେଇପାରେ ରିଜଲ୍ଟଟା। ତ ଏମିତି କିଛି ଗ୍ୟାରେଣ୍ଟି ନାହିଁ। ତ ଏଇ ମେ ଭିତରେ ହିଁ ଯେଉଁଠି ମ୍ୟାଟ୍ରିକ୍ର ରିଜଲ୍ଟ ପ୍ରକାଶ ପାଇପାରେ। ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତରଫରୁ ସୂଚନା ମିଳିଛି, ସତ୍ୟ ଘଟଣା। ଓକେ, ତ ବହୁତ ଶୀଘ୍ର ରିଜଲ୍ଟଟା ପାଇଯିବ ପିଲାମାନେ। ଆଉ ଗ୍ରେସ୍ ମାର୍କ ପିଲାମାନେ, ଯେଉଁମାନେ ଗ୍ରେସ୍ ମାର୍କ ଯେତେଟି ଭୁଲ ଥାଏ ତ ଗ୍ରେସ୍ ମାର୍କ ମିଳିବ ପିଲାମାନେ। ଗୋଟେ ଦୁଇଟି ଭୁଲ ଅଛି ତ ଗ୍ରେସ୍ ମାର୍କ ମିଳିବ। ଆଉ ଏମିତି ଇନଫର୍ମେସନ୍ ଭିଡ଼ିଓ ନେଇକି ଆସୁଥିବି ତୁମ ପାଖକୁ। ତ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବ, ଆଉ ବେଲ୍ ଆଇକନ୍ଟା ଦବାଇ ଦେବ, ଆଉ ଲାଇକ୍ଟା କରିବା ଭୁଲିବେନି। ରହୁଛି। ଜୟ ହିନ୍ଦ, ଜୟ ଭାରତ ଗାଇସ୍।